दियो इस्तफा दियो इस्तफा दियो नीट परीक्षा रे प्रश्न पत्र लीक पाई धर्मेंद्र प्रधान इस्तीफा दियो इस्तफा दियो इस्तफा दियो धर्मेंद्र प्रधान हाय 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 धर्मेंद्र प्रधान हाय 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 मोदी सरकार हाय 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 अमित शाह मुर्दाबाद 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 अमित शाह मुर्दाबाद 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 नीट परीक्षा रे प्रश्न पत्र लीक पाई धर्मेंद्र प्रधान इस्तीफा दियो इस्तफा दियो इस्तफा दियो जाति जिंदाबाद राहुल गांधी जिंदाबाद 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 राहुल गांधी जिंदाबाद 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 नीट परीक्षा रे प्रश्न पत्र लीक पाई धर्मेंद्र प्रधान इस्तीफा दियो इस्तफा दियो इस्तफा दियो धर्मेंद्र प्रधान हाय 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 धर्मेंद्र प्रधान हाय 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 धर्मेंद्र प्रधान हाय 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 जातीय कांग्रेस जिंदाबाद महिला कांग्रेस जिंदाबाद युवा कांग्रेस जिंदाबाद जिला कांग्रेस सभापति लिपिका दीदी जिंदाबाद राहुल गांधी जिंदाबाद सोनिया गांधी जिंदाबाद जातीय कांग्रेस जिंदाबाद एते कर चलिब नाय ग्यास रो दरदाम वर्धित दरदाम डाउन 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 वर्धित दरदाम डाउन 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 समस्त जिनिषर दरदाम रुपये ଆପଣ ଦେଖିଥିବେ ଆମେ ଧର୍ମେନ୍ଦ୍ର ପ୍ରଧାନ ଆଉ ମୋଦିଜୀଙ୍କର ସପ୍ତାହିକା ଦାହ କରିଛୁ। ଆପଣ ଜାଣନ୍ତି କି ପୂର୍ବ ଦିନରେ ନିଟ୍ ପେପର ଯୋଉ ଲିକ୍ ହେଇଛି ଯୋଉଟା କି ସବୁଠୁ ଟଫେଷ୍ଟ ଏକ୍ସାମ ବୋଲି ଆମେ ମାନୁଛୁ ଏବଂ ଯୋଉ ମେଡିକାଲରେ ଆମେ ଯୋଉ ଆଡମିସନ ନଉଛୁ ନିଟ୍ ଥ୍ରୋରେ ହିଁ ହଉଛି ଏବଂ ଆଜିକା ଟାଇମରେ ଆପଣ ଦେଖୁଥିବେ ଏଇଟା ଏଇ ବର୍ଷର କଥା ନୁହଁ, ଏଇଟା ଏଇ ମୋଦି ସରକାର ଆସିଲା ପରଠୁ ବିଜେପି ସରକାର ଆସିଲା ପରଠୁ 4 ଥର ନିଟ୍ ପେପର ଆମର ଲିକ୍ ହେଇ ସାରିଲାଣି। ତତ୍ସହିତ ଆମ ଜାଣିଥିବେ କି ଆମର ପେଟ୍ରୋଲ ଡିଜେଲ ର ଦର ଗ୍ୟାସ ର ଦର ମାନେ ବଢି ବଢି ଯାଉଛି। ସେଇଟାକୁ ବିରୋଧ କରିକି ଆମେ ଏଇ ବିଜେପି ସରକାର କୁ ବିରୋଧ କରିକି ବିକ୍ଷୋଭ ପ୍ରଦର୍ଶନ କରିଛୁ ଏବଂ କୁଶପୁତ୍ତଳିକା ଦାହ କରିଛୁ। ନିଶ୍ଚିନ୍ତ ରୂପରେ ମୁଁ ଗୋଟେ ଜିନିଷ ସମସ୍ତଙ୍କୁ ଜଣାଇବାକୁ ଚାହିଁବି ଆପଣମାନଙ୍କର ଥ୍ରୁରୁ କି ଆପଣମାନେ ସମସ୍ତେ ଜାଣନ୍ତି କି ନିଟ୍ ହଉଛି ସବୁଠୁ ବଡ ଟଫେଷ୍ଟ ଏକ୍ସାମ ଯୋଉ ଥ୍ରୋରେ କି ପିଲାମାନେ ମେଡିକାଲକୁ ମାନେ ଜଏନ କରିଥାନ୍ତି। ମେଡିକାଲର ଯାହାର ସ୍ୱପ୍ନ ଥାଏ ମେଡିକାଲ କରିବା ପାଇଁ ସେମାନେ ଜଏନ ହେଇକି ତାଙ୍କର ସ୍ୱପ୍ନ ପୁରା କରିଥାନ୍ତି। ଏଇ ଭିତରେ ଆପଣମାନେ ଏଇଟା ବି ଜାଣନ୍ତି କି ଏଇ ଯୋଉ ପେପର ଲିକ୍ କଥାକୁ ନେଇକି ବହୁତ ଷ୍ଟୁଡେଣ୍ଟ ସୁଇସାଇଡ ମଧ୍ୟ କରିସାରିଛନ୍ତି। ଏହା ପୂର୍ବରୁ ମଧ୍ୟ ଏମିତି ହେଇଛି ଯୋଉଟା କି କୌଣସି ପ୍ରକାର ଆକ୍ସନ ନିଆଯାଇ ନାହିଁ। ପୂର୍ବରୁ ଯୋଉ ଧର୍ମେନ୍ଦ୍ର ପ୍ରଧାନ ଜୀ ମଧ୍ୟ କହିଥିଲେ କି ଆକ୍ସନ ନିଆଯିବ କିନ୍ତୁ ସେଟା କୌଣସି ଆକ୍ସନ ନିଆଯାଇ ନାହିଁ। ସେମାନେ 2 ଦିନ ପାଇଁ ଭିତରେ ଯାଉଛନ୍ତି ପୁଣି ବେଲ ନେଇକି ପଳେଇ ଆସୁଛନ୍ତି। ତ ସେଥିପାଇଁ ଆମେ ପୁରା ଦୃଢ ନିନ୍ଦା କରୁଛୁ ଏବଂ ବିରୋଧ କରୁଛୁ। ଏଇଟା ଷ୍ଟୁଡେଣ୍ଟସ ମାନଙ୍କର ଫ୍ୟୁଚର ସହିତ ଜଡିତ ଅଛି ଆଉ ସେମାନଙ୍କ ଫ୍ୟୁଚର ସହିତ ଖେଳିବାର ହକ୍ କାହାରି ମଧ୍ୟ ନାହିଁ। ଆମେ ଦୃଢ ନିନ୍ଦା କରୁଛୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏବଂ ଇସ୍ତଫା ଦାବି କରୁଛୁ କାହିଁକିନା ସେ ହକଦାର ନୁହନ୍ତି। ଯଦି ସେ ହକଦାର ଥାନ୍ତେ ହୁଏତ ସେ ଭବିଷ୍ୟତ କଥା ଚିନ୍ତା କରିଥାନ୍ତେ ଆମ ଷ୍ଟୁଡେଣ୍ଟସ ମାନଙ୍କର, ଯୋଉମାନେ କି ଇଭେନ ନିଜ ମା ବାପାଙ୍କର ସୁନା ଗହଣା ସେମାନେ ବିକ୍ରି କରିକି ନିଜେ ପାଠ ପଢିଛନ୍ତି କଷ୍ଟ କରିକି। ତ ସହିତ କିଏ କିଏ ଅଛନ୍ତି ଯିଏକି ନିଜର ଜମି ବାଡି ବିକ୍ରି କରିକି ପାଠ ପଢିଛନ୍ତି। ଆଉ ଯେହେତୁ ସେମାନେ ଏତେ କଷ୍ଟ କରୁଛନ୍ତି ଏତେ ଷ୍ଟ୍ରଗଲ କରିକି କରୁଛନ୍ତି ତ ସେଇ ଭାବନାକୁ ବୁଝିବାର ଦାୟିତ୍ୱ ହଉଛି ସରକାରର। ଆଉ ଯୋଉ ଫ୍ୟୁଚର ରହିଲା ଆମ ଷ୍ଟୁଡେଣ୍ଟସ ମାନଙ୍କ ନିଟ୍ ଆସ୍ପିରାଣ୍ଟସ ମାନଙ୍କର ତାଙ୍କର ଫ୍ୟୁଚରକୁ ନେଇକି ମଧ୍ୟ ଏମାନେ କିଛି ଗୋଟେ ଆକ୍ସନ ନେବା ଜରୁରୀ ବୋଲିକି ମୁଁ ମଧ୍ୟ ମନେ କରେ। ତା ସହିତ ଆମେ ଯୋଉ ଆଜିକା ଦିନରେ ଦେଖୁଛୁ ଗ୍ୟାସ ର ଦର ବଢି ଯାଇଛି, ପେଟ୍ରୋଲ ଡିଜେଲ ର ଦର ବଢି ଯାଇଛି। ଏଥିପାଇଁ ସମସ୍ତ ବର୍ଗର ଲୋକ ସବୁ ମାନେ ପ୍ରୋବ୍ଲେମ ଫେସ୍ କରୁଛନ୍ତି। ଆପଣମାନେ ଜାଣନ୍ତି ଏଇ କଥା କି ଆଜି ପର୍ଯ୍ୟନ୍ତ କେବେ ମଧ୍ୟ ଗ୍ୟାସ ପାଇଁ ହଉ କି ପେଟ୍ରୋଲ ଡିଜେଲ ପାଇଁ ହଉ କେବେ ମଧ୍ୟ କୌଣସି ଏରିଆରେ ଲୋକ ଲାଇନ ଲାଗି ନଥିଲେ। କିନ୍ତୁ ଏଇଟା ଗୋଟେ ଫର୍ଷ୍ଟ ଟାଇମ ହଉଛି ଏଇ ବିଜେପିର ସରକାର ଟାଇମରେ ଏମାନେ ଖାଲି କଥା କୁହା ସରକାର, ଖାଲି କଥା କହି କହି ଜାଣିଛନ୍ତି କିନ୍ତୁ ଆମ ଲୋକ ହଇରାଣ ହଉଛନ୍ତି। ଯୋଉ ସାଧାରଣ ଲୋକ ହଇରାଣ ହଉଛନ୍ତି ସେମାନଙ୍କ ପାଇଁ ହଇରାଣ ହଉଛନ୍ତି। ଏ ଯୋଉଟା ଲାଇନ କଥା ମୁଁ କହିବି ନିଶ୍ଚିତ ଭାବରେ ଏଇଟା କୌଣସି ଏରାରେ ମଧ୍ୟ ହେଇନାହିଁ। କୌଣସି ଲୋକ ମଧ୍ୟ ଆଜିକା ଟାଇମରେ କହିପାରିବନି କି ପୂର୍ବରୁ ହେଇଛି ବୋଲିକି। ଏଇଟା ଯୋଉଟା କି ଆମେ ଆଜିକା ଦିନରେ ସମସ୍ତେ ଫେସ୍ କରୁଛୁ। ଏବେ ଆପଣମାନେ ଜାଣିଥିବେ କି ଓଟିପି ସିଷ୍ଟମ ହେଇଯାଇଛି ଗ୍ୟାସ ପାଇଁ। ଯଦି ଓଟିପି ଦଉନାହାନ୍ତି ଦେନ୍ ସେମାନଙ୍କର ପ୍ରାଇସ୍ ବଢିକି ସେମାନଙ୍କୁ ଗ୍ୟାସ ଦିଆ ହଉଛି। ତା ସହିତ ପେଟ୍ରୋଲ ଡିଜେଲ ଆମକୁ ଆଜିକା ଟାଇମରେ ଚାଷୀ ମାନଙ୍କର ଯୋଉ ଚାଷ ଟାଇମ ଯଦି ସେମାନେ ଡିଜେଲ ପାଇବେ ନାହିଁ କେମିତି ସେମାନେ ଚାଷ କାମ କରିବେ। ତା ସହିତ ଆପଣ ଜାଣନ୍ତି କି ଚାଷ ଜଡିତ କଥା କହୁଛି ଯଦି ଫର୍ଟିଲାଇଜର କଥା ଆମେ ଉଠେଇବା ତାହେଲେ ଆପଣ ଏଇ କଥା ବି ଜାଣନ୍ତି କି ଗୋଟେ ଏକରକୁ ଗୋଟେ ମାନେ କେମିତି ଲୋକ ଗୋଟେ ପ୍ୟାକେଟ ନେଇକି ସେ ଚାଷ କରିବେ। ତା ସହିତ ଡିଜେଲ ର ମାନେ ମିଳି ମଧ୍ୟ ନାହିଁ। ତାହେଲେ ଯୋଉ ବିଜେପି ସରକାର ବାହା ଯୋଉ ନଉଛି ଚାଷୀଙ୍କ ପାଇଁ ମଧ୍ୟ କି ଲୋକଙ୍କର ଭଲ କାମ କରୁଛି ବୋଲିକି ତାହେଲେ ଆମେ ସେଇଟାକୁ ବିଲକୁଲ ମାନିବା ପାଇଁ ମଧ୍ୟ ରାଜି ନାହୁଁ। କାହିଁକିନା ତାର ଯୋଉ କାମ କହୁଛି ସେ ଯୋଉ କଥା କହୁଛି ସେଟା କାମ କରିପାରୁନାହିଁ, ଖାଲି କଥାରେ ରହିଯାଉଛି।
ସେଥିପାଇଁ ଆମେ ଆଜି କଂଗ୍ରେସ ତରଫରୁ ଦୃଢ ନିନ୍ଦା କରୁଛୁ, ବିରୋଧ କରୁଛୁ कि एटा जदि आगामी दिन में सैया चलिबो निश्चित भाव में आगामी दिन में समस्त देशवासी एकजुट होकर निजर हक निश्चित भाव लड़े करेंगे।